ଏଣିକି ମହାକାଶକୁ ଛୁଇଁବେ ସାଧାରଣ ନାଗରିକ। ମହାକାଶ ଯାତ୍ରା ବର୍ତ୍ତମାନ କେବଳ ବୈଜ୍ଞାନିକ ନୁହେଁ, ପର୍ଯ୍ୟଟନ ପାଇଁ ମଧ୍ୟ ସମ୍ଭବ ହେଉଛି। ଏଥିପାଇଁ ଉଚ୍ଚ ଶାରୀରିକ ଫିଟନେସ୍, କଠୋର ପ୍ରଶିକ୍ଷଣ ଏବଂ ବ୍ଲୁ ଅରିଜିନ୍ ପରି ଘରୋଇ କମ୍ପାନୀ ବା ଅନ୍ତର୍ଜାତୀୟ ମିଶନ ଜରିଆରେ ବହୁଳ ଅର୍ଥ ବ୍ୟୟ କରିବାକୁ ପଡ଼ିଥାଏ। ଭାରତ ମଧ୍ୟ ଗଗନଯାନ ମାଧ୍ୟମରେ ନିଜସ୍ୱ ମହାକାଶଚାରୀ ପଠାଇବାକୁ ପ୍ରସ୍ତୁତ ରହିଛି। ତେବେ ମହାକାଶର ସ୍ୱପ୍ନ ଆଉ କେବଳ ମହାକାଶଚାରୀଙ୍କ ପାଇଁ ସୀମିତ ନୁହେଁ, ଏକ ବିପ୍ଳବୀ ପଦକ୍ଷେପ ସ୍ୱରୂପ ଭାରତୀୟ ମହାକାଶ ଗବେଷଣା ସଂଗଠନ ଏହାର ମହାକାଶଚାରୀ କ୍ୟାଡର ଦ୍ୱାରା ସାଧାରଣ ନାଗରିକଙ୍କ ପାଇଁ ଖୋଲିବାକୁ ନିଷ୍ପତ୍ତି ନେଇଛି। ତେବେ ଏପର୍ଯ୍ୟନ୍ତ ମହାକାଶ ମିଶନରେ ସାହସୀ ସାମରିକ ପାଇଲଟଙ୍କ ପ୍ରାଧାନ୍ୟ ରହିଛି, କିନ୍ତୁ ଭବିଷ୍ୟତର ଗଗନଯାନ ମିଶନରେ ବୈଜ୍ଞାନିକ ଏବଂ ବୈଷୟିକ ବିଶେଷଜ୍ଞମାନେ ମଧ୍ୟ ମହାକାଶ ଯାତ୍ରା କରିପାରିବେ। ତେବେ ଇସ୍ରୋର ମହାକାଶଚାରୀ ଚୟନ କମିଟି ସୁପାରିଶ କରିଛି ଯେ ଗଗନଯାନ ମିଶନର ଆଗାମୀ ପର୍ଯ୍ୟାୟରେ ବିବିଧତାକୁ ପ୍ରାଥମିକତା ଦିଆଯିବ। ଏହି ଯୋଜନା ଅନୁଯାୟୀ ଭବିଷ୍ୟତର ବ୍ୟାଚ୍ରେ ବାୟୁସେନା ପାଇଲଟଙ୍କ ସହିତ ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ଇଞ୍ଜିନିୟରିଂ ଏବଂ ଗଣିତରେ ବିଶେଷଜ୍ଞତା ଥିବା 4 ଜଣ ସାଧାରଣ ନାଗରିକ ସାମିଲ ହେବେ। ଏହି ପଦକ୍ଷେପର ପ୍ରାଥମିକ ଉଦ୍ଦେଶ୍ୟ କେବଳ ମହାକାଶ ଯାତ୍ରା ନୁହେଁ, ବରଂ ସେଠାରେ ଗବେଷଣା ଏବଂ ବୈଷୟିକ କାର୍ଯ୍ୟ କରିବାର ସୁଯୋଗ ମଧ୍ୟ ମିଳିବ। ଏହି ପରିବର୍ତ୍ତନ ଇସ୍ରୋର ମିଶନକୁ ଅଧିକ ବୈଜ୍ଞାନିକ ଏବଂ ଗବେଷଣା ଭିତ୍ତିକ କରିବ। ଜଣେ ମହାକାଶଚାରୀ ପ୍ରସ୍ତୁତ କରିବା ସହଜ କାମ ନୁହେଁ। ଇସ୍ରୋ ମାନଦଣ୍ଡ ଅନୁଯାୟୀ ଜଣେ ମହାକାଶଚାରୀଙ୍କୁ ଏକ ମିଶନ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ କରିବା ପାଇଁ ପ୍ରାୟ 54 ମାସ ଅର୍ଥାତ୍ 4.5 ବର୍ଷ ସମୟ ଲାଗେ। ଆଉ ଏହି 4.5 ବର୍ଷ ଟ୍ରେନିଂ ଦେବ ଇସ୍ରୋ। କମିଟି ଏକ ବିସ୍ତୃତ ରୋଡମ୍ୟାପ୍ ପ୍ରସ୍ତୁତ କରିଛି, ଯାହା ଅନୁଯାୟୀ ଦ୍ୱିତୀୟ ବ୍ୟାଚ୍ ଆଗାମୀ 72 ମାସରେ ମିଶନ ପାଇଁ ପ୍ରସ୍ତୁତ ହେବ ଏବଂ ତୃତୀୟ ବ୍ୟାଚ୍ 96 ମାସରେ। ଏହା ଏକ ପ୍ରକ୍ରିୟା ଯାହା ଶାରୀରିକ ସୁସ୍ଥତା ଠାରୁ ଆରମ୍ଭ କରି ବୈଷୟିକ ଦକ୍ଷତା ପର୍ଯ୍ୟନ୍ତ ସବୁକିଛି କଠୋରତାର ସହିତ ପରୀକ୍ଷା କରାଯିବ। ଏହି ପରୀକ୍ଷାରେ ସଫଳ ହେଲେ ସେମାନଙ୍କୁ ସୁଯୋଗ ମିଳିବ ଏବଂ ସାଧାରଣ ଲୋକେ ମଧ୍ୟ ମହାକାଶ ଛୁଇଁପାରିବେ। ବ୍ୟୁରୋ ରିପୋର୍ଟ, ବିରଜା ନ୍ୟୁଜ୍।